জানিলে আশ্চর্য লাগিব যে মଣିষର হৃৎপিণ্ড প্রকৃতরে নিজের বিদ্যুৎ নিজে তৈরি করে। হ্যাঁ, একদম ঠিক শুনিলে। আম হার্ট কেবল রক্ত পম্প করে না, বরং এ এক ছোট পাওয়ার হাউস পরি কাম করে। ଆମ ଶରୀର ଭିତରେ ଆଖିକୁ ଦେଖାଯାଉନଥିବା ଏକ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ଏବଂ ପ୍ରାକୃତିକ ଇଲେକ୍ଟ୍ରିକ୍ ସିଷ୍ଟମ ରହିଛି। ସବୁଠୁ ମଜାଦାର କଥା ହେଉଛି ଏହା ବାହାରର କୌଣସି ବ୍ୟାଟେରୀ କିମ୍ବା ଶକ୍ତି ଉପରେ ନିର୍ଭର ନ କରି ଆପେ ଆପେ ନିରନ୍ତର କାମ କରି ଚାଲିଥାଏ। ଏହାର ପ୍ରକ୍ରିୟାଟି ଭାରି ଚମତ୍କାର। ପ୍ରଥମେ ଅତି କ୍ଷୁଦ୍ର ଇଲେକ୍ଟ୍ରିକାଲ ସିଗ୍ନାଲ ବାହାରେ ଆଉ ଠିକ୍ ତାପରେ ହିଁ ହାର୍ଟବିଟ୍ କରେ। ମାନେ ଆମେ ଯେଉଁ ଲବଡବ ଶବ୍ଦ ଶୁଣୁ ତାହା ମୂଳତଃ ଏହି ବିଦ୍ୟୁତ୍ ତରଙ୍ଗର ହିଁ କମାଲ। ଏହି ସିଗ୍ନାଲଗୁଡ଼ିକ ପ୍ରକୃତରେ କେତେ ଜରୁରୀ ତାହା ଟିକେ ଚିନ୍ତା କରିବାର କଥା। ସିଧାସଳଖ କହିଲେ ଯେପର୍ଯ୍ୟନ୍ତ ଏହି ବିଦ୍ୟୁତ୍ ଅଛି ସେ ପର୍ଯ୍ୟନ୍ତ ହାର୍ଟ ଚାଲିଛି। ଯଦି କୌଣସି କାରଣରୁ ଏହି କ୍ଷୁଦ୍ର ବୈଦ୍ୟୁତିକ ପ୍ରବାହ ଟିକେ ବି ବନ୍ଦ ହୋଇଯାଏ ନା, ତେବେ ସବୁକିଛି ସମ୍ପୂର୍ଣ୍ଣ ସ୍ତବ୍ଧ ହୋଇଯିବ। ଆମ ଶରୀର ଭିତରେ ଲୁଚି ରହିଥିବା ଏହି ବୈଦ୍ୟୁତିକ ବ୍ୟବସ୍ଥାଟି ସତରେ କେତେ ଆଶ୍ଚର୍ଯ୍ୟଜନକ ନୁହେଁ କି? ଏମିତି ଆହୁରି ରୋମାଞ୍ଚକର ବିଜ୍ଞାନ ତଥ୍ୟ ସହ ଜଡ଼ିତ ରହିବା ପାଇଁ ସବସ୍କ୍ରାଇବ୍ କରିବାକୁ ଆଦୌ ଭୁଲିବେନି। ଆଚ୍ଛା, ଶେଷରେ ଗୋଟିଏ ପ୍ରଶ୍ନ ମନକୁ ଆସେ। ଯଦି ଆମ ଶରୀର ନିଜେ ବିଦ୍ୟୁତ୍ ସୃଷ୍ଟି କରିପାରୁଛି, ତେବେ ଭବିଷ୍ୟତରେ କ'ଣ ଏହି ଶକ୍ତିକୁ ଅନ୍ୟ କୌଣସି କାମରେ ବ୍ୟବହାର କରାଯାଇପାରିବ?